ଏ ପର୍ଯ୍ୟନ୍ତ ଆସିନି। କଣ କଣ ହେଇଛି? ହଁ ଏଇ ସେଇ ନାବାଳିକାର ବାପା ଏବଂ ମା। ତମେ ଝିଅର ବାପା? ହଉ ସାର୍। ତମେ ଝିଅର କିଛି ବି ଯତ୍ନ ନେଇପାରୁନ। ଖରା ଛୁଟିରେ ଆସିଲେ ଏପଟେ ସେପଟେ ବୁଲିବାକୁ ଚାହୁଁଛ, କିଛି ତୁମର ଦାୟିତ୍ୱ ନାହିଁ। ଝିଅକୁ ଗୋଟେ ବଡ଼ 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 ମୋବାଇଲ କିଣିଦେଲ, ହେଲେ ତମର ହେଲେ ଦିନେ ବି ଭାବି ପାରିଲାନି ଯେ ମୋବାଇଲ ଝିଅର ଦିନେ ମୁଁ ଚେକ୍ କରିବି, ସେ ଜିନିଷ ବି କଲାନି। କିନ୍ତୁ ଏବେ ଘଟଣା କ'ଣ ଘଟିଲା? ଆମେ କେତେ ସଜାଗ କରିବୁ ତମକୁ, ହେଲେ ହେଲେ ତମେ ମୋତେ ଆଉ ନା। ଆମେ କ'ଣ ଜାଣିଥିଲୁ ଝିଅ ଏ ଖରାପ ବାଟକୁ ଯିବ ବୋଲି? ସାର୍ ମୋବାଇଲ ଏଇଥିପାଇଁ କିଣି ଦେଇଥିଲୁ, ସେକାନ ଶିକ୍ଷକମାନେ ତାକୁ ପାଠ ଛାଡ଼ି ଦେଉଥିଲେ। ଆମେ କ'ଣ ଜାଣିଛୁ ଏ ପାଠ ବଦଳି ସେ ଷାଠ କରିବ? ସାର୍ ଆମେ ଦେଖିକି ଆମ କର୍ତ୍ତବ୍ୟ କରି ଚାଲିଛୁ ସାର୍। ଯଦି ଯଦି ଆମ ଝିଅ ଖରାପ ବାଟରେ ଗଲା, ଆମର ତା ସଜାଗ ଦାୟିତ୍ୱ ଆମର। କିନ୍ତୁ ଆମେ କ'ଣ ଜାଣିଛୁ ସାର୍ ଏସବୁ ଘଟଣା ଘଟିବ ବୋଲି? କେମିତି ଜାଣିବୁ? ବାଟରେ କିମ୍ବା କୌଣସି ଯାତ୍ରାରେ ଅସଭ୍ୟ ଆଚରଣ କରେ, ତାହେଲେ ଆପଣମାନେ ପ୍ରଥମେ କ'ଣ କରିବେ କୁହନ୍ତୁ? ବଡ଼ ବାଟରେ କ'ଣ କରିବେ? ଯଦି ରାସ୍ତାଘାଟରେ ବାଟରେ ହାଟରେ ଆପଣଙ୍କୁ କିଏ ଯଦି ଅସଭ୍ୟ ବ୍ୟବହାର କରେ, ତାହେଲେ ଆପଣମାନେ କ'ଣ କରିବେ? ପୋଲିସକୁ ମଧ୍ୟ ଜଣେ। ଆଉ ଗୋଟେ କଥା କହିବି ଯେ ପ୍ରତ୍ୟେକ ସମୟରେ ବିଭିନ୍ନ ଜାଗାରେ ମଧ୍ୟ ଆପଣଙ୍କୁ ଅସଭ୍ୟ ଆଚରଣ ହୋଇପାରେ। ସେଥିପାଇଁ ଆପଣମାନେ ନିଜେ ନିଜ ପାଇଁ ପ୍ରୋଟେକ୍ସନ କରିବେ। ଆରେ ବଡ଼ ପାଟିରେ ଚିତ୍କାର କରିପାରିବେନି, ବାସ୍ ସେତିକି କରିବେ। ଆଉ ଧନ୍ୟବାଦ ଆପଣମାନଙ୍କୁ ବହୁତ ସମୟ ଧରି ଆମର ଏ କାର୍ଯ୍ୟକ୍ରମକୁ ଦେଖି। ଏବଂ ସରକାର ବର୍ତ୍ତମାନ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି। ଆପଣ କୌଣସି ପରିସ୍ଥିତିରେ ଯଦି ଆପଣଙ୍କୁ କେହି ବ୍ୟାଡ୍ ଟଚ୍ କିମ୍ବା କୌଣସି ଅସଭ୍ୟ ଆଚରଣ କରେ, ତାହେଲେ ନିଶ୍ଚିତ ଭାବରେ ଆପଣମାନେ ଟୋଲ୍ ଫ୍ରି ନମ୍ବରରେ ଜଣାନ୍ତୁ, ଅନ୍ତତଃ ଚିତ୍କାର କରନ୍ତୁ, ନତୁବା ଘରେ ବାପା ମାଆଙ୍କୁ ଜଣାନ୍ତୁ। ତେଣୁ ଆସନ୍ତୁ ଆମେ ଏକ ହେବା, ହାତକୁ ହାତ କାନ୍ଧକୁ କାନ୍ଧ ମିଶେଇ ଶପଥ ନେବା ଏବଂ ଆମ ଅଞ୍ଚଳରେ କୁଆଁରୀ ମାତୃତ୍ୱକୁ ରୋକିଦେବା।